ଅନିତା ରାଉତ ଘର ଘର ରତେଇ। କଣ ଘଟଣା ହେଇଥିଲା? ମାଡ଼ 20 ତାରିଖ ଦିନ ମାନେ ପିଟା ମାରା ମୁଁ ଝାଟୁଥିନି ମୋ ଦେଉର ମାନେ ଆସିକି ମତେ ପିଟା ମାରା ଘର ଭିତରେ କଲେ। ନାବାଳକ ଝିଅକୁ ଘିନିକି ତାକୁ ପିଟା ମାରା ବି କଲେ, ଧମକ ଚମକ ଦେଲେ। ମୁଁ ସେଇନ ବାଲିଆପାଳ ଥାନାକୁ ଆସିନି। ବାଲିଆପାଳ ଥାନା ଆସିଲା ପରେ ମତେ କିଛି ଷ୍ଟେପ୍ ବୁଝିଲେନି। ଡାକ୍ତରଖାନା ଯାଇଥିନି, ଡାକ୍ତରଖାନା ରିପୋର୍ଟ ଘିନି ଆସିନି, ଆଣିକି ଥାନାରେ ଦେଇଥିନି। ଥାନାର କିଛି ଷ୍ଟେପ୍ ନେଉନାହାନ୍ତି। ମୁଁ ସେଇ ନାଗି ଆସିଛି। କଣ କହୁଛନ୍ତି କଣ ଥାନାରେ? ଥାନା ବାଲା କିଛି କହୁନାହାନ୍ତି କି ଯାଉନାହାନ୍ତି କି ସେଠିକି। ଆପଣ ଏଫଆଇଆର ରେଜିଷ୍ଟର ହେଇଛି? ହଁ ହେଇଛି। କଣ ଚାହୁଁଛନ୍ତି କଣ? ମୁଁ ସେଇ ଥାନା ଆଗରେ ବଇମି ଯେ ମୋ ନାବାଳକ ଝିଅକୁ ଘିନିକି ବଇମି, ଯାହା ନ୍ୟାୟ ଦେବେ ସେଇ ନ୍ୟାୟର ବୁଝିମି। କିଏ ଆପଣଙ୍କୁ ପିଟା ମାରିଲେ ନା? ମୋ ଦେଉର କମଳାକାନ୍ତ ରାଉତ, ବାବାଜୀ ରାଉତ, ଶୁଭଙ୍କର ରାଉତ, ନିରଞ୍ଜନ ରାଉତ। କୋଉ କାରଣ ପାଇଁ ପିଟିଲେ? ଏଇ ଝାଟିବାର ପିଟିଲେ, ତାଙ୍କ ବାଡ଼ିକି ଝଟା କୁଟାକୁଟେ ପଡ଼ିଗଲାକୁ ସେଇନୁ ମତେ ପିଟା ମାରା କରିକି ମା ଝିଅକୁ ପିଟା ମାରା କରିକି ସାବୁଲ ମାନେ ଅତ୍ୟାଚାର କରିକି ଭୁଷି ଦେଲେ, ବାଡ଼ିରେ ପିଟିଲେ, ଆମ ଘର ଭିତରେ ଗଳେଇକି। ପୁଲିସ ଯାଇଛି? ନା ନା ପୁଲିସ କେହି ଯାଇନାହାନ୍ତି। ଆସିକି ଡାକ୍ତରଖାନାରେ ମୁଁ ରହିନି, ଡାକ୍ତରଖାନାରୁ ରିପୋର୍ଟ ଘିନି ଆସିକି ଥାନାକୁ ଆସିଲି।